ଫଳ ଯଦି ଗଛକୁ ପଚାରେ, ଏ ଗଛ ତୁ ମୋ ପାଇଁ କି ତ୍ୟାଗ କରିଛୁ? ଫୁଲ ଯଦି ଗଛକୁ ପଚାରେ, ଏ ଗଛ ତୁ ମୋ ପାଇଁ କି ତ୍ୟାଗ କରିଛୁ? ପତ୍ର ଯଦି ଗଛକୁ ପଚାରେ, ଏ ଗଛ ତୁ ମୋ ପାଇଁ କି ତ୍ୟାଗ କରିଛୁ? ବିଚରା ଗଛଟା କି ଉତ୍ତର ଦେବ? ଋତୁ ପରିବର୍ତ୍ତନ ହେଲେ ଫଳ ପାଚି ତଳେ ପଡ଼ିଗଲେ, ଫୁଲ ଫୁଟି ମଉଳି ଗଲେ, ପତ୍ର ଝଡ଼ ହେଲେ, ସେତେବେଳେ ସେମାନେ ବୁଝିପାରନ୍ତି ଯେ ବିଚରା ଗଛଟି ତାଙ୍କ ପାଇଁ କି ତ୍ୟାଗ କରିଥିଲା। ପରିଶ୍ରମୀ ବ୍ୟକ୍ତିକୁ ସମୟ ଓ ଭାଗ୍ୟର ପରିବର୍ତ୍ତନ କରିବାରୁ କିଏ ଅବା ରୋକିପାରିବ? ପରମାତ୍ମା ସମସ୍ତଙ୍କୁ ପ୍ରଖର ବୁଦ୍ଧି, ହାତ, ଗୋଡ଼, ଆଖି, ଜିଭ ଓ ଇତ୍ୟାଦି କ'ଣ ପାଇଁ ଦେଇଛନ୍ତି? ସେହିମାନଙ୍କୁ ଅସଫଳତା ମିଳିଥାଏ ଯେଉଁମାନେ ନା ଅତୀତରେ କିଛି କରିଥିଲେ, ଭବିଷ୍ୟତରେ କିଛି କରିବାର ଯୋଜନା କରିଥାନ୍ତି। କୌଣସି ପ୍ରୟାସ କେବେ ବି ବିଫଳ ହୁଏ ନାହିଁ। ଜୀବନ ଅଛି ମାନେ ଲକ୍ଷ୍ୟ ଅଛି, ଲକ୍ଷ୍ୟ ଅଛି ମାନେ ଲକ୍ଷ୍ୟାର୍ଥୀ ରହିଛି, ଲକ୍ଷ୍ୟାର୍ଥୀ ଅଛି ମାନେ ସମସ୍ୟା ଅଛି, ସମସ୍ୟା ଅଛି ମାନେ ଭୁଲ ଭଟକା ଅଛି, ଭୁଲ ଭଟକା ଅଛି ମାନେ ତାକୁ ସୁଧାରିବା ପାଇଁ ଶିକ୍ଷଣର ଆବଶ୍ୟକତା ରହିଛି। ଯେଉଁ କାମ ବିପଦ ବା କଷ୍ଟକର ହୋଇଥାଏ ତାହାକୁ କରିବା ପାଇଁ ପରିଶ୍ରମ ଦରକାର ହୋଇଥାଏ। ସଫଳତା ହାସଲ କରିବା ପାଇଁ ପରିଶ୍ରମ କରିବା ଦରକାର। ଏବେ ମଣିଷକୁ କୌଣସି କାମ କଷ୍ଟ ଓ ଚିନ୍ତାରେ ପକାଏ ତେବେ ଅସୁବିଧାର ଉତ୍ପନ୍ନ ହୁଏ। ବିପଦପୂର୍ଣ୍ଣ କାମକୁ ଠିକ ଭାବରେ ପୂର୍ଣ୍ଣ କରି ଆନନ୍ଦ ଅନୁଭବ କରିବା ସଫଳତାର ମୁଖ୍ୟ ସୂତ୍ର ଅଟେ ଓ ପରିଶ୍ରମ ଦ୍ୱାରା ନିଜ ଭାଗ୍ୟକୁ ବଦଳାଇ ଦିଆଯାଇପାରେ। ଏପରି ମଧ୍ୟ କିଛି ଔଷଧ ଅଛି ଯାହା ସୁସ୍ଥ ରହିବାରେ ସାହାଯ୍ୟ କରେ। ବ୍ୟାୟାମ ମଧ୍ୟ ଏକ ଔଷଧ। ସକାଳ ଓ ସନ୍ଧ୍ୟାରେ ଚାଲିବା ମଧ୍ୟ ଏକ ଔଷଧ। ଉପବାସ ମଧ୍ୟ ଏକ ଔଷଧ। ପରିବାର ସହିତ ମିଶି ଖାଇବା ମଧ୍ୟ ଏକ ଔଷଧ। ହସ ମଧ୍ୟ ଏକ ଔଷଧ। ଗଭୀର ନିଦ ମଧ୍ୟ ଏକ ଔଷଧ। ଜନଙ୍କ ସହିତ ସମୟ ବିତାଇବା ମଧ୍ୟ ଏକ ଔଷଧ। ଖୁସି ହେବା ମଧ୍ୟ ଏକ ଔଷଧ। ନୀରବତା ମଧ୍ୟ କେତେକ କ୍ଷେତ୍ରରେ ଏକ ଔଷଧ। ଲୋକଙ୍କ ସହଯୋଗ ମଧ୍ୟ ଏକ ଔଷଧ। ଜଣେ ଭଲ ବନ୍ଧୁ ହେଉଛି ଏକ ସମ୍ପୂର୍ଣ୍ଣ ଔଷଧ ଦୋକାନ। ଏଇ ତ ଜୀବନ। କେବଳ ସମୟ ବିତେଇବାକୁ ଜୀବନ କୁହାଯାଏନି। ବେଳେବେଳେ ଆଖିରେ ଲୁହ ଥାଇ ହସିବାକୁ ପଡ଼େ। ସମୟ ପଡ଼ିଲେ ବହୁତ କିଛି ସହିବାକୁ ପଡ଼େ। କିଛି ପାଇଲେ କିଛି ହରେଇବାକୁ ପଡ଼େ। ହଜାରେ ଦୁଃଖ ଥାଇ ଖୁସି ଥିବାର ଅଭିନୟ କରିବାକୁ ପଡ଼େ। ଜୟ ଶ୍ରୀ ଜଗନ୍ନାଥ।